ତାକୁ ଗାଳିଗୁଲଜ କରିବା ଦ୍ୱାରା ତାକୁ ଥ୍ରେଟନିଂ ଦେବା ଦ୍ୱାରା ସେ ଲାଗିପଡ଼ି ତାଙ୍କ ଦକ୍ଷତା ପରିଚୟ ଦେଇଛନ୍ତି। ପାତ୍ରକୁ ମୁଁ ଅଭିନନ୍ଦନ ଜଣାଉଛି। ଆଜି 30 ଟ୍ରକ୍ ଆଳୁ କୁବେରପୁରୀ ଭୁବନେଶ୍ୱରରେ ପହଞ୍ଚି, କିନ୍ତୁ ମନ୍ତ୍ରୀ ମହୋଦୟ ଚାଷୀମାନେ ଆନ୍ଦୋଳନ କଲେ ବୋଲି, ବ୍ୟବସାୟୀମାନେ ଆନ୍ଦୋଳନ କଲେ ବୋଲି ଗଳିଆ ରାସ୍ତାରେ ଆଳୁ ଆସିଥିଲା ଆମର ୱେଷ୍ଟବେଙ୍ଗଲରୁ, ମେନ୍ ରୋଡ଼ରେ ନ ଆସି ମମତା ବନ୍ଦ କରିଥିଲା। ଏବଂ ଆମେ ଆପଣଙ୍କୁ ଅପମାନିତ କଲୁ, ଗାଳିବନ୍ଦ କଲୁ। କାହିଁ କଲୁ? ଗରିବ ଜନସାଧାରଣ ଆଳୁ ଶସ୍ତା ରେଟ୍ରେ ପାଇବେ 30 ଟଙ୍କାରେ। ଯାହା ହଉ ତୁମ ଦକ୍ଷତାର ପରିଚୟ ମୁଁ ପ୍ରକୃତରେ ପାଇଲି। 30 ଟ୍ରକ୍ ଆଳୁ ଆଜି ୱେଷ୍ଟବେଙ୍ଗଲରୁ ଆସି କୁବେରପୁରୀ ଭୁବନେଶ୍ୱରରେ ପହଞ୍ଚି, କିନ୍ତୁ ପହଞ୍ଚିଲେ ହେବନି। 10 ଟଙ୍କା କମିଛି, 50 ଟଙ୍କା ଥିଲା ପରଦିନ, କାଲି 40 ଟଙ୍କା ହେଇଛି, ଆଜି 40। 30ରେ ପହଞ୍ଚାଅ। 30 ଟଙ୍କାରେ ଗରିବ ଲୋକଙ୍କୁ ଆଳୁ ଦିଅ, ମୁଁ ଧନ୍ୟବାଦ ଦେବି। ଏପଟେ ମନ୍ତ୍ରୀ କହୁଛନ୍ତି ଆମର ୱେଷ୍ଟବେଙ୍ଗଲରୁ ଆଳୁ ନହେଲେ ଆମର କିଛି ଅସୁବିଧା ନାହିଁ। ସେ ବେକାର କହୁଛନ୍ତି ୱେଷ୍ଟବେଙ୍ଗଲରୁ କାହିଁକି ତେଲ ମାରିକି ଆଣିକି କାଲି 30 ଟଙ୍କା ଆଜି ପହଞ୍ଚେଇଛନ୍ତି। ଥୁଆ ହେଇଛି ଏଇନା, ଚାଲ ମୋ ସାଥିରେ ମୁଁ ଦେଖେଇଦେବି। କୁବେରପୁରରେ ୱେଷ୍ଟବେଙ୍ଗଲ ଆଳୁ 30 ଟ୍ରିପ୍ ଥୁଆ ହେଇଛି। ତେଣୁ ମନ୍ତ୍ରୀକି ଧନ୍ୟବାଦ। ଆଳୁ ଆସିଗଲା, କିନ୍ତୁ ରେଟ୍ଟା ଯେମିତି ଗରିବ ଲୋକ 30 ଟଙ୍କାରେ ପାଇବେ ଏବଂ ପିଆଜ 70 ଟଙ୍କା ଆଜି କେମିତି 50 ଟଙ୍କାରେ ପାଇବେ ବ୍ୟବସ୍ଥା କରିବା ପାଇଁ ଆପଣମାନଙ୍କ ଜରିଆରେ ମୁଁ ଅନୁରୋଧ କରୁଛି। ନବୀନ ବାବୁ ପୁଣି ମମତା ଭଉଣୀ କହିଲେ କି ଆଳୁ ଛାଡ଼ିବା। ମୁଁ କହିପାରିବିନି, ସେ ତ ଭାଇ ଭଉଣୀ ତାଙ୍କର ଘନିଷ୍ଠ ସମ୍ପର୍କ। ମମତାର ନବୀନର ଭାଇ ଭଉଣୀ ସମ୍ପର୍କ ମୁଁ ଭଲ ଭାବେ ଜାଣିଛି। ଆଉ ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ। କାଲି ଚମତ୍କାର କରିଛନ୍ତି ବେଳାଭୂମିରେ। ନୌସେନା ଦିବସ, ନୌସେନାର ଯେଉଁ କୌଶଳ, ଜାହାଜ, ଯନ୍ତ୍ରପାତି, ଗୁଳି ବାରୁଦ କାଲି ପ୍ରଦର୍ଶନ କରି ସାରା ବିଶ୍ୱରେ ନାଁ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଧନ୍ୟବାଦ ଆମ ଓଡ଼ିଆ ଝିଅ, ଆମ ଭଉଣୀ କେତେ ସୁନ୍ଦର ଭାବେ ବିଶ୍ୱବାସୀ କାଲି ଦେଖିଛନ୍ତି। ଆମେ ସବୁ କାଲି ଟିଭିରେ ଦେଖିଲୁ, ଆମକୁ ଡକରା ନଥିଲା। ଆମେ ଆଉ ସେ ସାରଣ ମେଲାକୁ ଗଲୁନି। କେବଳ ଆମେ ଦେଖିଲୁ ଆମ ବାଚସ୍ପତି, ଆମ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ, MLA ମାନଙ୍କୁ ନେଲେ, ନାଚ ଗୀତ କଲେ, ଖାଇଲେ ପିଇଲେ, ଦେଖିଲେ, କୋଣାର୍କ ଫେଷ୍ଟିଭାଲ ଦେଖିଲେ। ଆମେ ଜଳକା କେବଳ ଟିଭି ଦେଖି ଆତ୍ମସନ୍ତୋଷ କଲୁ ଏବଂ ଗର୍ବ କରୁଛୁ ଆମ ନୌସେନା ବାହିନୀର କର୍ମଚାରୀମାନଙ୍କୁ। ତୁମର ଯେଉଁ ଅକ୍ଳାନ୍ତ ପରିଶ୍ରମ, ଯେଉଁ କାଇଦା, ଯେଉଁ ଯୁଦ୍ଧର ଶୈଳୀ ଅତି ଉଚ୍ଚ କୋଟିର ବିଶ୍ୱରେ ଖୁବ୍ ବଢ଼ିଆ ହେଇଛି। ହାଇକୋର୍ଟ ଭଳିଆ ଏକ କୋର୍ଟ ଅଛି, ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର କୋର୍ଟ। ହାଇକୋର୍ଟ ଯେଉଁ କୋର୍ଟ, ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ, ପାଣ୍ଡିଆନଙ୍କୁ ଧନ୍ୟବାଦ। ଆମେ ଶୁଭ ଦେଇଥିଲୁ, ମୁଁ ସେ ଶୁଭରେ ଥିଲି। ନବୀନ ପଟ୍ଟନାୟକ ପାଣ୍ଡିଆନ ଦେଇଥିଲେ ଏବଂ ପାଣ୍ଡିଆନ ବାରମ୍ବାର ଯାଇ ତଦାରଖ କରିବା ଦ୍ୱାରା କମ୍ପ୍ଲିଟ୍ ହେଇପାରିଲାନି। ଇଲେକ୍ସନ୍ ଘୋଷଣା ହେଇଗଲା। ତେଣୁ ଯାହା ହଉ ରାଷ୍ଟ୍ରପତି ମହୋଦୟଙ୍କୁ ଧନ୍ୟବାଦ। ଗୋଟେ ଓଡ଼ିଶାର ଗର୍ବ ଭୁବନେଶ୍ୱର କୋର୍ଟ ସୁନ୍ଦର ଭାବେ ହେଇଛି, ବିଶ୍ୱରେ ନାଁ କରିଛି, ଇଣ୍ଡିଆରେ ନାଁ କରିଛି। ଏମିତି କୋର୍ଟ କେଉଁଠି ହେଇନି। ଆଜି ଉଦ୍ଘାଟନ ଆପଣ କରିବେ। ଆମେ ଆପଣମାନଙ୍କୁ ଭୁବନେଶ୍ୱରବାସୀ ତରଫରୁ, ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଉଛୁ ଏବଂ ନବୀନ ପଟ୍ଟନାୟକଙ୍କୁ, ମୋହନ ମାଝୀ ମୁଖ୍ୟମନ୍ତ୍ରୀକି ଏବଂ ଚିଫ୍ ଜଷ୍ଟିସ୍କି, ଭୁବନେଶ୍ୱର ଜିଲ୍ଲା ଜଜ୍ଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ। ଆଜି ଭୁବନେଶ୍ୱର କୋର୍ଟ ଇନାଗୁରେସନ୍ ହେଉଛି। ଆମେମାନେ ବହୁ ପରିଶ୍ରମ କରିଥିଲୁ, ବହୁତ ଚେଷ୍ଟା କରିଥିଲୁ, ବହୁ ଚିତ୍କାର କରିଛୁ, ବହୁବାର ବିଧାନସଭାରେ ଉଠେଇଛୁ, ବହୁବାର ଆନ୍ଦୋଳନ କରିଛୁ। ସେ କାର୍ଯ୍ୟ ଆଜି ସମାପ୍ତ ହେଉଛି। ଭୁବନେଶ୍ୱରବାସୀ ହିସାବରେ ଅଭିନନ୍ଦନ। ଭଲ ହେଇଛି, ନା ଉତ୍ଫୁଲ୍ଲ ହେଇଛି ସେ। କାରଣ ଆମ ନେଭି ସୈନ୍ୟମାନଙ୍କର କାଇଦା, ଯୁଦ୍ଧ କୌଶଳୀ, ଯନ୍ତ୍ରପାତି, ଜାହାଜ ଦେଖି ସେ ଭୋଳ ହେଇକିରି ଯାହା ବିଧାୟକମାନେ ଆନନ୍ଦ ଉଲ୍ଲାସରେ ଦେଖିଲେ ଏବଂ ସେ ଦେଖି ସାରିକି ଗଲେ, ଖାଇଲେ, ଖାଇସାରିକି ଗଲେ ଗୁପଚୁପ ଖାଇଲେ, ତାପରେ ଗଲେ କୋଣାର୍କ, ନାଚ ଦେଖିଲେ, ଚୋସ୍ତ ଡିନର କରି
ରାତିରେ ଫେରିଛନ୍ତି ତାଙ୍କ ଅଭିନନ୍ଦନ। ଅଭିନେତାମାନେ ଟିକେ ଭାବ କରୁଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ର କ'ଣ କହିବେ ସେ ପୁଚିଗଲି ଗୀତ ସେ ସାନ ଭାଇଟା ଆମର ଗୋଟେ ଭଲ ଆକ୍ଟର ଓଡ଼ିଶାର, ଆମର ଗର୍ବ ସେ। ଯେତେବେଳେ ତମେ ସୁଟିଂ କରି କରି ବିରକ୍ତ ହେଇଯିବ, ସିଦ୍ଧାନ୍ତ ମହାପାତ୍ର ଜଣେ ଗୋଟେ ହିରୋଇନ୍ ଦିହିଙ୍କ ଆକ୍ଟିଂ ଟିକେ ଦେଖିଦେଲେ ଟାଇମ୍ ଚେଞ୍ଜ ହେଇଯିବ, ମାଇଣ୍ଡ ପରିବର୍ତ୍ତନ ହେଇଯିବ, ଟାଇମ୍ ପାସ୍ ରଚନା ବାନାର୍ଜୀ ଆଉ ସିଦ୍ଧାନ୍ତ ମହାପାତ୍ର ଆହୁରି ବଢ଼ିଆ ହେବ। ସେ ଦୁଇ ଜଣଙ୍କ ଯୋଡ଼ି ଭାରି ଭଲ, କିଛି ଅସୁବିଧା ନାହିଁ। ତା ଆକ୍ଟିଂ ୟା ଆକ୍ଟିଂ, ତା ଆଖି ୟା ଆଖି, ତା ହସକୁ ୟା ହସ ମିଳେଇ ଦେବ, ଫୁଟିକିରି ବାହାରିବ, କିଛି ଅସୁବିଧା ମହିଳାମାନେ ଆସିକି ମହାତ୍ମା ଗାନ୍ଧୀ ମାର୍ଗରେ ମାଣ ବସାଉଛନ୍ତି, ସରକାର ଦାବି ପୂରଣ ନା ନାଇଁ ବସେଇବା ଦରକାର। ମାଣ ଆମର ହେଲା ଲକ୍ଷ୍ମୀ ପୂଜା। ମାନେ ଲୋୟର ବିଏମ୍ସିରେ ହଁ ହଁ କରିବା ତ ସବୁବେଳେ କରନ୍ତୁ ନା, ଆଜି ନୂଆ ସବୁବେଳେ ଆନ୍ଦୋଳନ ପାଇଁ ଯେ ଏଏନ୍ଏମ୍ ଆସିବେ କରିବେ, ଷ୍ଟାଫ୍ ନର୍ସ ଆସିବେ କରିବେ, ଅଙ୍ଗନବାଡ଼ି ଆସିବେ କରିବେ। ଆଶା ମହିଳାମାନେ ଲକ୍ଷ୍ମୀ ପୂଜା ଆଉ ରୋଡ଼ ଉପରେ ନ କଲେ ପବ୍ଲିସିଟି ହେବନି। ତେଣୁ ଖୁବ୍ ଭଲ ହୋଇଛି ସେ ଜାଗାରେ ମାଣବସା କରିକିରି ଲୋକ ଲୋଚନକୁ ଆଣିଛନ୍ତି, ଧନ୍ୟବାଦ ସେମାନଙ୍କୁ। ଦାବି ପୂରଣ କରୁନାହାନ୍ତି କରିବେ, ଆନ୍ଦୋଳନ କଲେ ହେବ, ଆନ୍ଦୋଳନ ହେଇଛି ନିଶ୍ଚୟ ହେବ।